ମୁଁ ଯେତିକି ପଚାରୁଛି ମୋତେ ସେତିକିର ଉତ୍ତର ଦିଅ। ମୋର କ୍ୱେଶ୍ଚିନ୍ ହେଲା, ମୁଁ ନଥିଲା ବେଳେ ମୋ ରୁମ୍କୁ କିଏ ସେ ଆସିଥିଲା? ହଁ ଫ୍ରେଣ୍ଡସ୍, ସିଆ ଏକଥା ତା ନିଜ ବାପାକୁ ପଚାରିଛି। ଆଉ ତାଙ୍କ ବାପା ଉତ୍ତର ଦେଇଛନ୍ତି, ଦେଖ ସିଆ, ମୋତେ ସେ କଥା କୁହନି। ମୋତେ ଗୋଟେ କଥା କୁହ, ମୁଁ ନଥିଲା ବେଳେ ମୋ ରୁମ୍କୁ କିଏ ଆସିଥିଲା? ସିଆ, ମୁଁ ଆସିଥିଲି। ତୁମେ ମୋ ରୁମ୍ ଭିତରକୁ କ'ଣ ପାଇଁ ଆସିଥିଲ? ମୋତେ କିଛି ନ ଜଣାଇ ମୋ ରୁମ୍କୁ ପଶିବାକୁ ସାହସ କେମିତି କଲ? ହଁ ଫ୍ରେଣ୍ଡସ୍, ଏକଥା କହିଛନ୍ତି। ଆଉ ଗୋଟେ କଥା ମନେ ରଖ, କେବେ ବି କେଉଁ ଦିନ ମୋ ବିନା ଅନୁମତିରେ ମୋ ରୁମ୍ ଭିତରକୁ କେବେ ପଶିବନି। ବୁଝିଗଲା? ହଁ ଫ୍ରେଣ୍ଡସ୍, ଏକଥା ସିଆ ତାଙ୍କ ବାପା କହିଛନ୍ତି। ଏକଥା କହିସାରିଲା ପରେ ତାଙ୍କ ବାପା ଠିଆ ହେଇଥିଲେ ଏବଂ ତାଙ୍କୁ ବହୁତ କମେଣ୍ଟ ମାରିଛନ୍ତି, ମୁଁ କ'ଣ ଗୀତ ବୋଲୁଛି ତୁମେ ଯାଉନ। ଏବଂ ଠିକ୍ ସେହି ସମୟରେ ତାଙ୍କ ବାପା ସେଠୁ ପଳେଇଛନ୍ତି। ରୁହି ଟେନସନ୍ରେ ଅଛନ୍ତି। ଏପଟେ ଠିକ୍ ସିଆଙ୍କ ସହିତ ଚିକିକୁ କମ୍ପେୟାର କରିଛନ୍ତି ଏବଂ ଚିକିର ଯେଉଁ ବ୍ୟବହାର ତାଙ୍କୁ ବହୁତ ଆକୃଷ୍ଟ କରିଛି। ଆଉ ନିଜ ମନକୁ ଗୋଟେ ପ୍ରଶ୍ନ ପଚାରୁଛନ୍ତି, କ'ଣ ପାଇଁ ମୁଁ ସେ ଚିକିକି ଏତେ ବଞ୍ଚାଉଛି? ହଁ ଫ୍ରେଣ୍ଡସ୍, କ'ଣ ଅଛି ମୋ ଭିତରେ ଆତ୍ମୀୟତା? ଏକଥା ଯେତେବେଳେ ଭାବିଛନ୍ତି ଏବଂ ନିଜକୁ ଆତ୍ମବିଭୋର ହୋଇଯାଇଛନ୍ତି। କାରଣ ଗୋଟେ ବାପା ଖୋଜେ ନିଜ ସନ୍ତାନ ଠାରୁ ଯେଉଁ ଆତ୍ମସନ୍ତୋଷ ବା ଆତ୍ମସମ୍ମାନ, ତାହା ସିଆଠାରୁ ମିଳିଲା ନାହିଁ। ଏପଟେ ସିଆ ଚିକି ଉପରେ ସମ୍ପୂର୍ଣ୍ଣ ଭାବରେ ରାଗିକିରି ଅଛି। କ'ଣ କରିବ ଚିକିର ସିଆ? ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ